ସୌମ୍ୟାଶ୍ରୀ ଆଜି ହାରି ଯାଇନାହାନ୍ତି, ହାରିଛି ବିଜେପି ସରକାର। ନ୍ୟାୟ ପାଇଁ ନିଜ ଦେହରେ ନିଆଁ ଲଗାଇ ଦେଇଥିବା ସୌମ୍ୟାଶ୍ରୀ ଦୀର୍ଘ 3 ଦିନ କାଳ ଛଟପଟ ହୋଇ ଶେଷରେ ମୃତ୍ୟୁବରଣ କରିଛନ୍ତି। ବଞ୍ଚିବାକୁ ତ ଦିଆଗଲା ନାହିଁ, ଅନ୍ତତଃ ତାଙ୍କ ବଳିଦାନ ବ୍ୟର୍ଥ ନ ଯାଉ। ଆଉ କେଉଁ ଝିଅ ଏମିତି ଯୌନ ବିପାସୁ କଲେଜର ବିଭାଗୀୟ ଏଚଓଡିଙ୍କ ଲୋଲୁପ ଦୃଷ୍ଟିର ଶିକାର ନ ହେଉ। ସୌମ୍ୟାଶ୍ରୀ ଆଜି ହାରି ଯାଇନାହାନ୍ତି, ହାରିଛି ଆମ ଶାସନ ବ୍ୟବସ୍ଥା, ହାରିଛି ଆମ ସାମାଜିକ ଓ ରାଜନୈତିକ ଦାୟିତ୍ୱବୋଧତା। ତାର ଆତ୍ମହତ୍ୟା ଭିତରେ ଚଳିଗଲା ସରକାରଙ୍କର କର୍ତ୍ତବ୍ୟ ଓ ପାରିବା ପଣିଆ। ସେ ଚାଲିଗଲା ଆମ ଚେତନା ଜଗତକୁ ଏକ ବଡ଼ ଆହ୍ୱାନ ଦେଇ। ବାଲେଶ୍ୱର ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶୀଙ୍କ ମୃତ୍ୟୁ ପାଇଁ ସମ୍ପୃକ୍ତ କଲେଜର ବିଭାଗୀୟ ମୁଖ୍ୟ ଏବଂ ସମ୍ପୃକ୍ତ ପ୍ରିନ୍ସିପାଲ କେବଳ ଦାୟୀ ନୁହନ୍ତି, ଏଥିପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଏସ୍ପି, ଏମ୍ପି ମଧ୍ୟ ଦାୟୀ। ଛାତ୍ରୀ ସୌମ୍ୟାଶ୍ରୀର ମୃତ୍ୟୁ ପାଇଁ ପାଳିଆସ୍ଥିତ ବିଏନ୍ଏମ୍ଏ କଲେଜର ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ହୋଇଥିବା ବିଜ୍ଞପ୍ତିରେ ଏହି ମତ ପ୍ରକାଶ ପାଇଥିଲା। ଦେଶରେ ଦିନକୁ ଦିନ ମା ଭଉଣୀମାନେ ସୁରକ୍ଷା ପାଇପାରୁନାହାନ୍ତି, ଏଥିପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀ ତୁରନ୍ତ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି ହୋଇଥିଲା। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ଡାକ୍ତର ସଞ୍ଜୟ ଦାସ, ବିଜେଡି ମହିଳା ମୋର୍ଚ୍ଚା ସଭାପତି ବିଦ୍ୟୁତଲତା ନାୟକ, ତିହିଡି ବ୍ଲକ ସଭାପତି ସୁରେନ୍ଦ୍ର ନାୟକ, ଯୁବନେତା ସୁଧନ୍ୟା ନାୟକ, ଜିଲ୍ଲା ପରିଷଦ ସଭ୍ୟ ରୁଜତା ପଣ୍ଡା, ସରପଞ୍ଚ ଗଣେଶ ବିଶ୍ୱାଳ ତଥା ବହୁ ବିଜେଡି ନେତୃତ୍ୱ ସାମିଲ ହୋଇ ଅଭରକ ବିଜେପି ସରକାର ଉପରେ ବର୍ଷିଥିଲେ। କଲେଜର ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ବହୁ ଯୁବକ ଯୁବତୀ ଏଥିରେ ସାମିଲ ହୋଇ ଭବିଷ୍ୟତରେ ସୌମ୍ୟାଶ୍ରୀ ଭଳି ଆଉ କେହି ଛାତ୍ରୀ ଯେପରି ମୃତ୍ୟୁମୁଖରେ ନ ପଡ଼ୁ ସେଥିପାଇଁ ପ୍ରଶାସନକୁ ଦାୟୀ କରିବା ସହିତ ସମ୍ପୃକ୍ତ ଦୋଷୀମାନଙ୍କୁ କଠୋରରୁ କଠୋର ଦଣ୍ଡବିଧାନ କରାଯିବା ପାଇଁ ଦାବି ରଖିଥିଲେ। ଚାପି ଦିଆଯାଇଥିଲା ଯେ କାଳେ ଗଣ୍ଡଗୋଳ କରିବେ, ଯୋଉ ବିଜୁ ଛାତ୍ର ଜନତା ଦଳ ଜଗିକି ରହିଥିଲେ ବା ବିରୋଧୀ ଦଳ ଜଗିଥିଲେ, ଏମାନେ କାଳେ ଗଣ୍ଡଗୋଳ କରିବେ, ତ ସେଥିପାଇଁ ସେ ଚାହିଁଥିଲେ ପଛ ଦ୍ୱାର ବାଟେ ନେଇ ତାକୁ ପୁରୀରେ ଦାହ କରି ଦେଇଥାନ୍ତେ, କାଳେ ଯୋଉ ସମ୍ମୁଖୀନ ହବାକୁ ଭୟ କରୁଥିଲେ ବୋଲି ସରକାର ସମସ୍ତେ ଦାବି କରୁଛନ୍ତି ମନ୍ତ୍ରୀଙ୍କୁ। କାରଣ ମନ୍ତ୍ରୀ ବି କୋଉଠି ନା କୋଉଠି ଅବହେଳା କରିଛନ୍ତି। ମନ୍ତ୍ରୀ ଯଦି ସଚେତନ ହେଇଥାନ୍ତେ ବା ଯଦି ଅଫିସର ପ୍ରିନ୍ସିପାଲ ଲେକ୍ଚର ନ ବୁଝିଲେ, ଯଦି ମନ୍ତ୍ରୀ ତାକୁ ଦାୟିତ୍ୱ ନେଇକି ବୁଝିଥାନ୍ତେ, ହୁଏତ ତାର ଜୀବନ ବଞ୍ଚି ଯାଇଥାନ୍ତା। ଏତିକି କହିବାର ଅଛି, ଯଦି ଆମ ଦିଦି ଗୋଟିଏ ଏତେ ଲେଭେଲ ପଢିକି ତାଙ୍କ ସହ ଏମିତି ହେଇପାରିଲା, ଆମ ସହ ହବନି କାରଣ କଣ? ଯଦି ମୋର ଫାଷ୍ଟ କଥା ହଉଛି ଆମ ଶିକ୍ଷାମନ୍ତ୍ରୀ, ସେ କରୁଥିଲା କଣ? ଯଦି ସମସ୍ତେ ଯଦି 6 ମାସ ହେଲା ସବୁ ମନ୍ତ୍ରୀ ଶିକ୍ଷାମନ୍ତ୍ରୀ, ମୋର ଫାଷ୍ଟ ପ୍ରାୟୋରିଟି ଶିକ୍ଷାମନ୍ତ୍ରୀ, ସେ କରୁଥିଲେ କଣ? ଯଦି ଗୋଟେ ଛାତ୍ରୀ ତା ଦୁଃଖ ସୁଖ ତାଙ୍କ ପ୍ରିନ୍ସିପାଲ ଜଣିଲା, ପ୍ରିନ୍ସିପାଲ ତ କିଛି କରିପାରିଲେନି, ଶିକ୍ଷାମନ୍ତ୍ରୀ ସିଏ କୁଆଡେ ଯାଇଥିଲେ? ଆଉ ଆମ ମନ୍ତ୍ରୀ ଯେ ମୁଖ୍ୟମନ୍ତ୍ରୀ, ତାଙ୍କୁ ଏବେ ଆସି ଡବଲ ଇଞ୍ଜିନ ସରକାର, ସିଏ କରୁଥିଲେ କଣ? ଯଦି ତାଙ୍କର କିଛି କ୍ଷମତା ନାହିଁ, ଯଦି କିଛି କରିପାରିନି, ଛାତ୍ରଛାତ୍ରୀ ମାନେ ସୁରକ୍ଷା ଦେଇପାରିନି, ମନ୍ତ୍ରୀ ହଉଥିଲେ କଣ ପାଇଁ? ଆଉ ଶିକ୍ଷାମନ୍ତ୍ରୀ କଣ ଆସି କହିଲେ କି ମୁଁ ଉନ୍ନତ କରିଦେମି, ଏଟା କରିଦେମି, ସେଟା କରିଦେମି? କୋଉଟା କଲେ? ଏ ଗୋଟେ ଝିଅର ଜୀବନ ନେଇଗଲେ। ଯଦି ନେଲେ ଆମ ଦିଦି ହାରି ନାହାନ୍ତି, ସେ ଜିତି ଯାଇଛନ୍ତି। ସିଏ ବି ଜଣେ ବାପ, ସିଏ ବି ଜଣେ ଭାଇ, ଆଉ ତାଙ୍କର ବି ଗୋଟେ ଭଉଣୀ ଥିବ, ତାଙ୍କର ବି ଗୋଟେ ଝିଅ ଥିବ। ସେ କେମିତି ଏତେ ନିଷ୍ଠୁର, ଏତେ ମାନେ ହୀନର କାମ କରୁଛନ୍ତି? ମାନେ ଆଜି ତାଙ୍କ କଲେଜରେ ଏମିତି ହେଇପାରିଲା, କାଲି ଆମ କଲେଜରେ ବି ସେମିତି କହି ସାର୍ ଥିବେ, ସେମିତି କହି କରିପାରିବେ। ତ ମୁଁ ଏତିକି କହିବି, ବାସ୍ ମାନେ ଯେମିତି ଏମିତିକା ଦଣ୍ଡ ତାକୁ ଦିଅନ୍ତୁ ସରକାର, କି ସେ ଅଲଗା ଆଉ କୋଉ ସାର୍ ଗୋଟେ ଝିଅ ଉପରେ ନଜର ପକେଇବା ପୂର୍ବରୁ ସମସ୍ତେ ଜାଣିଛନ୍ତି। ସାରା ଓଡିଶା ବର୍ତ୍ତମାନ ଉଠୁଛି ପଡୁଛି ଯୋଉ ଏଫଏମ୍ କଲେଜର ସୌମ୍ୟାଶ୍ରୀ ବିଶୀ ବୋଲି ଯୋଉ ଜଣେ ଛାତ୍ରୀ ଥିଲେ, ଯିଏ କି ଯାହାକୁ ଟର୍ଚର କରାଯାଇଥିଲା କଲେଜରେ, ଯେ ତାକୁ ଯୋଉ ସେକ୍ସୁଆଲ ମାନେ ଇଏ କରିବା ପାଇଁ ଯୋଉ ରିକ୍ୱେଷ୍ଟ କରାଯାଇଥିଲା, ସେ ମନା କରିବା ଦ୍ୱାରା ତାକୁ ଦୀର୍ଘ 6 ମାସ ଧରିକି ମେଣ୍ଟାଲି ଫିଜିକାଲି ଟର୍ଚର କରାଯାଇଥିଲା। ତାକୁ ଏକ୍ଜାମ ଦବାରୁ ବଞ୍ଚିତ କରାଯାଇଥିଲା। ତାକୁ ଜାଣି ଶୁଣିକି ପନିଶମେଣ୍ଟ ଦିଆଯାଉଥିଲା, ଯୋଉଥିପାଇଁ ସେ ତାଙ୍କର ପ୍ରିନ୍ସିପାଲଙ୍କୁ ଲେଖିକି ଦେଇଥିଲା। ଯୋଉ କମିଟି ଗଠନ କରାଯାଇଥିଲା, ସେ କମିଟିକୁ ମଧ୍ୟ ସେ ଜଣାଇଥିଲେ ଯେ ତାକୁ ଟର୍ଚର କରାଯାଉଛି, ଦିନେ ନୁହେଁ ଅଧେ ନୁହେଁ 6 ମାସ ଧରି ଯିଏ ଟର୍ଚର ହେଲା ପରେ ସିଏ ନିଜର
माने आईआईसी ठारू आरंभ करी एसपी कलेक्टर एमएलए एमपी एजुकेशन मिनिस्टर सेंटर एजुकेशन मिनिस्टर समस्त की से ट्वीट करके जनई तार समस्या जे मते एमती भाव रे टॉर्चर करा जाउछि कॉलेज रे मते पाठ पढ़िया को दिया जाउनी से गोटे ब्रिलियंट स्टूडेंट थिला से बहुत अन्य गुण रे मध्य से बहुत पारदर्शिता तार थिला बहुत आड़े जाउथला से बहुत किछि करूथला तो एभली जने स्मार्ट लेडी जे बहुत साहसी जने लेडी से थिला किंतु से भलिया लेडी को जे एते दिन दौड़ दौड़ बारंबार से दौड़ची जे समस्त पाखरे न्याय मागिची जे मते टिके न्याय दिया जाऊ मते पाठ पढ़िबार सुजोग दिया जाऊ किंतु ताको सेतिके वंचित करागला जोथ पई कि एमिति परिस्थिति करागला जे परिस्थिति ताको बाध्य करागला जे से निज देहरे पेट्रोल ढाली के निया नै के आज से सुइसाइड कला जे आज 2 दिन 3 दिन लड़ाई कला परे से जीवन संग्राम रे हारी गला एवं आज आखि बुझी देइची तो सेई पाई तार समाज रे आत्मार शांति रो गोटे बाट जे जो माने दोषी ताको कोठर दंड विधान करा जाओ ए हेले जाई कि तार आत्मा शांति पाइबो जे केवल आज उदाहरण पलटि जाईची ओडिसा रो समस्त कॉलेज रो छात्री मानक पाई हो महिला मानक पाई से आज ओटे उदाहरण पलिची जे निजे को केमिति भाव रे कॉलेज रो छात्री माने निजे को सेफ्टी बा निरापद रे पाठ पढ़ी कि से माने उत्तीर्ण होई कि जिबे बा निजर भविष्य गढ़िबे से आज समस्त पाई एक उदाहरण पलटि जाईची ताको न्याय नारी निर्यातना रो जो शिकार होचंती ये सरकार रे आज आखे मोदी देइची ये सरकार जो मोहन सरकार ए को डिंडिम पिटुचंती डबल इंजन ला सरकार डिंडिम पिटुचंती हमें बहुत निश्चित भाबे एथि पई समस्त दायी जदियो जे लेक्चरर एथि पई 100 दायी सेतिक परिमाण रे तांकर प्रिंसिपल मध्य दायी कारण ए कथा को से लुचाई के रखितिले एवं सेतिक परिमाण रे तांका एमपी एमएलए एवं मंत्री समस्त दायी कारण ए कथा को कई गुरुत्व देई नथिले जने झिया कोन कहूची तार मनर कथा तार जो समस्या रे सम्मुखीन होउची कहिला बेला समस्त आखि बुझी देइतिले समस्त अवहेला करितिले आज जेमिति भाव रे समस्त आज भाई जाउचंदी तो जदि सेतिक जणे भी ता कथा कई बुझी थांते से कलेक्टर होंतु एसपी होंतु आज एमएलए होंतु एमपी होंतु मिनिस्टर होंतु तो से निश्चित भाव ना पाई थांता हो तो तार जीवन बंची जाई। भद्रकरू अमूल्य कुमार माझी रिपोर्ट अमूल्य लाइव।